ଏହି ଗଛକୁ ସାପଙ୍କର ପ୍ରବଳ ଭୟ। ଘର ପାଖରେ ଲଗାନ୍ତୁ ଏହି ଗଛ, କୋଷେ ଦୂରରେ ରହିବେ ସାପ। ଘର ପାଖରେ ଲଗାନ୍ତୁ ଏହି ଗଛ। ବର୍ଷା ଋତୁରେ ସାପର ଗାତରେ ବର୍ଷା ପାଣିରେ ପଶିଗଲେ ସେମାନେ ବାହାରକୁ ଆସନ୍ତି। ସେମାନେ ନିଜର ବାସସ୍ଥାନ ପାଇଁ ଏକ ପରିଷ୍କାର ସ୍ଥାନ ଖୋଜନ୍ତି, ଯେଉଁଥିପାଇଁ ସେମାନେ ଘର ଭିତରକୁ ପ୍ରବେଶ କରନ୍ତି ଏବଂ ଷ୍ଟୋର ରୁମ୍ କିମ୍ବା ପାଇପ୍ରେ ଲୁଚିବା ଆରମ୍ଭ କରନ୍ତି। ବର୍ଷା ଋତୁରେ ସାପ କାମୁଡ଼ିବାର ଆଶଙ୍କା ବଢ଼ିଥାଏ। ଏଭଳି ପରିସ୍ଥିତିରେ ସହରଠାରୁ ଦୂରରେ ଥିବା ଜଙ୍ଗଲରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିଜକୁ ସାପ ଆକ୍ରମଣରୁ ରକ୍ଷା କରିବା ପାଇଁ ଜଙ୍ଗଲରେ ମିଳୁଥିବା ବିରଳ ଔଷଧୀୟ ଉଦ୍ଭିଦର ବ୍ୟବହାର କରନ୍ତି। କେବଳ ଏତିକି ନୁହେଁ, ସାପ କାମୁଡ଼ାରେ ଏହି ଉଦ୍ଭିଦର ରସ ପିଇବାକୁ ଦିଆଯାଏ, ଯେଉଁଥିପାଇଁ କିଛି ମିନିଟ୍ ମଧ୍ୟରେ ବିପଦ ଦୂର ହୋଇଯାଏ। ବର୍ଷା ଋତୁରେ ସାପ ଗାତରେ ବର୍ଷା ପାଣିରେ ପଶିଗଲେ ସେମାନେ ବାହାରକୁ ଆସନ୍ତି। ସେମାନେ ନିଜ ବାସସ୍ଥାନ ପାଇଁ ଏକ ପରିଷ୍କାର ସ୍ଥାନ ଖୋଜନ୍ତି, ଯେଉଁଥିପାଇଁ ସେମାନେ ଘର ଭିତରକୁ ପ୍ରବେଶ କରନ୍ତି ଏବଂ ଷ୍ଟୋର ରୁମ୍ କିମ୍ବା ପାଇପ୍ରେ ଲୁଚିବା ଆରମ୍ଭ କରନ୍ତି। କିନ୍ତୁ ଆଦିବାସୀ ସମାଜର ଲୋକମାନେ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପ୍ରକାରର ଉଦ୍ଭିଦ ଲଗାନ୍ତି, ଯାହାଦ୍ୱାରା ସାପ ଘରେ ପ୍ରବେଶ କରିପାରିବ ନାହିଁ। ଜଣେ କହିଛନ୍ତି ଯେ ସାପରୁ ନିଜକୁ ରକ୍ଷା କରିବା ପାଇଁ ସେ ତାଙ୍କ ଘରେ ଈଶ୍ୱର ମଲ ପ୍ଲାଣ୍ଟ ଲଗାନ୍ତି। ଏହାକୁ ପ୍ରୟୋଗ କରିବା ପରେ ସାପମାନେ ଘରେ ପ୍ରବେଶ କରନ୍ତି ନାହିଁ। ଏହା ସାପମାନଙ୍କ ପାଇଁ ଲକ୍ଷ୍ମଣ ରେଖା ଭାବରେ କାର୍ଯ୍ୟ କରେ। ଜଙ୍ଗଲ ଏବଂ ପର୍ବତରେ ମିଳୁଥିବା ଏହି ଉଦ୍ଭିଦ ଅତ୍ୟନ୍ତ ଲାଭଦାୟକ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାପମାନେ ଏହି ଉଦ୍ଭିଦର ଗନ୍ଧ ପସନ୍ଦ କରନ୍ତି ନାହିଁ, ଯେଉଁ କାରଣରୁ ସାପମାନେ ଏହା ନିକଟକୁ ଆସନ୍ତି ନାହିଁ। ଯଦି ଏହା ଘରର ମୁଖ୍ୟ ପ୍ରବେଶ ପଥରେ ଲଗାଯାଏ, ତେବେ ସାପମାନେ ଘରକୁ ଆସନ୍ତି ନାହିଁ। କେବଳ ଏତିକି ନୁହେଁ, ଯଦି କେହି ସାପ କାମୁଡ଼େ, ତେବେ ଏହା ମଧ୍ୟ ଏକ ଉପଯୁକ୍ତ ଔଷଧ ଭାବରେ କାମ କରେ। ସେ କହିଛନ୍ତି ଯେ ଈଶ୍ୱରମଲ ପତ୍ରର ରସ ପିଇବା ଦ୍ୱାରା ବିଷର ପ୍ରଭାବ କମିଯାଏ। ଏହା ଥିଲା ଆମର ଏହି ଗଛକୁ ସାପଙ୍କ ଲାଗି ପ୍ରବଳ ଭୟ। କାହିଁକି ନା ଆସିଲା ବର୍ଷା ଋତୁ, ସାପମାନଙ୍କ ଗାତରେ ପାଣି ପଶେ। ସାପମାନେ ସୁରକ୍ଷିତ ସ୍ଥାନକୁ ଏଣେତେଣେ ଯାଆନ୍ତି, କାହାର ଷ୍ଟୋର ରୁମ୍ରେ ପଶିଯାଆନ୍ତି କି ପାଇପ୍ରେ ଗୁଡ଼େଇ ହୋଇଯାଆନ୍ତି। ଯଦି ଏହି ଗଛକୁ ଘର ଆଗରେ ଲଗାଇବେ, ସାପମାନେ ଏହାର ବାସ୍ନା ଶୁଣି ଘର ଭିତରକୁ ପ୍ରବେଶ କରିବେ ନାହିଁ। ଯଦି କାହାକୁ ସାପ କାମୁଡ଼େ, ତାହେଲେ ଏହି ପତ୍ରର ରସ ବହୁତ କାମରେ ଆସେ।